ଖ୍ରୀଷ୍ଟଙ୍କର ମଧୁରମୟ ନାମର ଧନ୍ୟବାଦ ହେଉ। ପୁଣି ପ୍ରତ୍ୟେକଙ୍କୁ ଖ୍ରୀଷ୍ଟ ପ୍ରେମ ନମସ୍କାର। ପ୍ରଭୁ ଆମମାନଙ୍କୁ କେତେ ଅନୁଗ୍ରହ କଲେ ଆଉ ଦିନ ପ୍ରତିଦିନ ସେ ଆମଙ୍କର ଦାୟିତ୍ୱ ତତ୍ତ୍ୱ ନେଉଛନ୍ତି। ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ଆମେ ଦେଖିବା ଗଡ୍ କ୍ୟାନ୍ ୟୁଜ୍ ୟୁ। ପ୍ରଭୁ ତୁମକୁ ବ୍ୟବହାର କରିପାରନ୍ତି। ଆମେ ଭାବୁଛୁ ମତେ କିଏ ବ୍ୟବହାର କରୁନାହାନ୍ତି। ଗଡ୍ କ୍ୟାନ୍ ୟୁଜ୍ ୟୁ ବଟ୍ ଦେयर ଇଜ କଣ୍ଡିସନ୍ସ। ସର୍ତ୍ତ ଗୁଡାକ ଅଛି। ଆପଣ ଯଦି ପରମେଶ୍ୱରଙ୍କ ସାନ୍ନିଧ୍ୟକୁ ଆସିବେ, ସମର୍ପିତ ହେବେ, ପବିତ୍ର ଜୀବନ କାଟିବେ, ଗଡ୍ କ୍ୟାନ୍ ୟୁଜ୍ ୟୁ। ଆଜି ଆମେ ଦେଖିବା ପ୍ରଭୁ ତାଙ୍କ ଲୋକମାନଙ୍କୁ କଣ କଲେ ସେ ବ୍ୟବହାର କରିବେ। ଆଜି ଆମେ କେତେଟା ବିଷୟ ଦେଖିବା ଯେ ପ୍ରଭୁ ତୁମକୁ ବ୍ୟବହାର କରିପାରନ୍ତି। ଆଜ୍ଞା ଆଜି ଅନେକ ଅଛନ୍ତି ମତେ କିଏ ଗୋଟେ ବ୍ୟବହାର କରନ୍ତୁ ପୁଣି ବୋଲି ଭାବୁଛନ୍ତି। ମିଟିଂ, ସଭା, ସମିତି, ଗିର୍ଜା ପ୍ରାର୍ଥନା ଅନେକ ଜାଗାରେ ବ୍ୟବହୃତ ହୋଇପାରୁନାହାନ୍ତି, ବଡ ଦୁଃଖରେ ଅଛନ୍ତି। ଆପଣଙ୍କୁ କିଏ ପଚାରୁନାହାନ୍ତି, ତିରସ୍କାର କରୁଛନ୍ତି, ଆପଣ ବଡ ଦୁଃଖରେ ଅଛନ୍ତି। ଆଉ ଯେଉଁ ଜାଗାକୁ ଗଲେ ଆପଣ ବ୍ୟବହୃତ ହେଲେ ସେ ଜାଗାରେ ଲୋକମାନେ ପ୍ରଶଂସା ବି କରିପାରୁନାହାନ୍ତି, ଆପଣ ବଡ ଦୁଃଖରେ ଅଛନ୍ତି। ମୁଁ କହିବାକୁ ଚାହେଁ ଆଜି ଆମେ ଦେଖିବା 2 ତିମୋଥୀ ତାର 2 ଅଧ୍ୟାୟ 20 ରୁ 22 ପଦ ପାଠ କରିବା। ସେଠାରେ ଲେଖା ଅଛି, ପଢନ୍ତୁ। ଗୋଟିଏ ବଡ ଘରରେ ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ। କେତେକ ସମାଦର, କେତେକ ଅନାଦର ନିମନ୍ତେ ଥାଏ। ଅତଏବ ଯଦି କେହି ସେ ସମସ୍ତଙ୍କ ଠାରୁ ଆପଣାକୁ ପରିଷ୍କାର କରେ, ତାହା ହେଲେ ସେ ପବିତ୍ରୀକୃତ, କର୍ତ୍ତାଙ୍କ ବ୍ୟବହାର ପାଇଁ ଉପଯୁକ୍ତ। ଏଠାରେ ଲେଖା ଅଛି କର୍ତ୍ତାଙ୍କ ବ୍ୟବହାର ପାଇଁ ଉପଯୁକ୍ତ। ଆଜ୍ଞା ତାପରେ 22 ପଦରେ ଲେଖା ଅଛି, କିନ୍ତୁ ତୁମ୍ଭ ଯୌବନ କାଳର ଅଭିଳାଷରୁ ପଳାୟନ କରି ଯେଉଁମାନେ ସୂଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ। ମୁଁ କହିବାକୁ ଚାହେଁ ଗୋଟିଏ ବଡ ଘରେ କେବଳ ସୁନା ରୂପାର ପାତ୍ର ଥାଏ ତାହା ନୁହେଁ, କିନ୍ତୁ କାଠ ଓ ମାଟିର ପାତ୍ର ମଧ୍ୟ ଅଛି। କିନ୍ତୁ ଏ ବଡ ଘର କହିଲେ ଈଶ୍ୱରଙ୍କର ମଣ୍ଡଳୀ, ରାଜ୍ୟକୁ ବୁଝାଯାଏ। ଆଜ୍ଞା ଏହା ଏକ ବିରାଟ ବଡ ଗୃହ ଅଟେ, ଏ ବିଗ୍ ହାଉସ୍। ଏହି ଗୃହରେ ସୁନା ରୂପାର ପାତ୍ର ହିଁ ନାହିଁ, କାଠ ମାଟିର ପାତ୍ର ମଧ୍ୟ ଅଛି। ଧରି ନିଅନ୍ତୁ ସୁନା ପରି ଲୋକମାନେ ଅଛନ୍ତି, ରୂପା ପରି ଲୋକମାନେ ଅଛନ୍ତି, କାଠ ପରି ଲୋକମାନେ ଅଛନ୍ତି, ମାଟି ପରି ଲୋକମାନେ ଅଛନ୍ତି। ଯଦି ଏ ବଡ ଗୃହର ପାତ୍ର ଗୁଡାକ ଯିଏ ଆପଣାକୁ ପବିତ୍ର କରେ, ଯିଏ ଆପଣାକୁ ସୂଚି କରେ, ସେ ପବିତ୍ରୀକୃତ। ପୁଣି ଯିଏ ଆପଣାକୁ ସୂଚି କରେ ସେ ପବିତ୍ରୀକୃତ, ଆଉ ସେ କର୍ତ୍ତାଙ୍କ ଦ୍ୱାରା ବ୍ୟବହୃତ ହେଇପାରିବ। କର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସଦାପ୍ରଭୁ ପରମେଶ୍ୱର ତାଙ୍କୁ କଣ କରିବେ? ବ୍ୟବହାର କରିବେ। କେମିତି କଲେ? ଯେ ଆପଣାକୁ ପରିଷ୍କାର କଲେ, ହୁଏତ ସେ କାଠ ବି ହେଇଥାଉ, ମାଟିର ପାତ୍ର ବି ହେଇଥାଉ, ପରିଷ୍କୃତ ଯିଏ କରିଥାଏ, ଯିଏ ହେଇଥାଏ, ତାକୁ କର୍ତ୍ତା ବ୍ୟବହାର କରନ୍ତି। ଯଦି ଧରି ନିଅନ୍ତୁ ସୁନାର ଥାଳି ହେଲେ ବି ଯଦି ଗୃହରେ ସେ ଥାଳି ଧୁଆ ଯାଇ ନାହିଁ, ତାକୁ ଯଦି କୌଣସି କୁଣିଆ ଆସିଲେ ସେଇ ଥାଳିରେ କଣ ଆପଣ ଭାତ ବାଢିକି ଦେବେ? ଯେଉଁ ଥାଳି ପରିଷ୍କୃତ ହେଇଛି, ସଫା ହେଇଛି, ସେଇ ଥାଳିରେ ଆପଣ ଦେବେ। ତ ମୁଁ କହିବାକୁ ଚାହେଁ ଗଡ୍ କ୍ୟାନ୍ ୟୁଜ୍ ୟୁ। ପ୍ରଭୁ ତୁମକୁ ବ୍ୟବହାର କରିବେ, କିନ୍ତୁ ପରିଷ୍କୃତ ହେବା ଦରକାର। ଆଜ୍ଞା ଆଜି ଅନେକ ଭାବୁଛନ୍ତି ମୋ ଜୀବନରେ ଆଉ ନାହିଁ, ଆଶା ଭରସା ସବୁ ସରିଗଲା, ଦେयर ଇଜ नो ଫ୍ୟୁଚର, ଆଉ କୌଣସି ଭବିଷ୍ୟତ ନାହିଁ, ମତେ ଆଉ ମୁଁ ବ୍ୟବହାର ହେଇପାରିବି ନାହିଁ। କିନ୍ତୁ ଦେଖନ୍ତୁ ବୃଦ୍ଧ ସମୟରେ ପ୍ରଭୁଙ୍କ ଲୋକମାନଙ୍କୁ ପ୍ରଭୁ ବ୍ୟବହାର କରିଛନ୍ତି ବାଇବଲରେ।
व्हाई कैंट गॉड यूज यू प्रभु कहीं आपण को यूज करेंगे ना तो आम देखा केते गुड़ाए आज रेफरेन्स देवी इंपोर्टेंस रेफरेन्स गुड़ाक आपण मान देवी आई वाक्य आपण मैंने शुणु आशीर्वाद प्राप्त हूँ जिसाय 49 तार 2 पद पढ़ा प्रभु प्रत्येक प्रभु लोक मैंने जो मैंने वाक्य अध्ययन करती वाक्य को गुरुत्व दियंती से मुख को परमेश्वर तीक्ष्ण खड्ग स्वरूप कर हस्तर छाया रे परमेश्वर मते लुचाई अछंती से मते शाणित तीर स्वरूप करी आपणा तुण मध्य रे तीर को घोड़ाई रखी अछंती तार अर्थ परमेश्वर शाणित भी करिछंती तुण को तीर को तुण मध्य रे गड़ाई की रखिछंती तार अर्थ कोन माने उपयुक्त समय रे when you are eligible when you are worthy सेते बेले परमेश्वर कौन करिवे आपन को व्यवहार करिवे जेते बेले आपन माने योग्य देखा दिबे ईश्वर दृष्टि रे सेही समय रे परमेश्वर एई तीर को तुणरु काढिबे आउ व्यवहार करिवे देखंतु आज्ञा बाइबल रे 2 प्रकार तीर आमे देखि पारुछु गोटे तीर होउची पिला मान को बुझा जाए जो परिवार रे आमे जो शिशु बालक बालिका जो पिला माने बढुछंती से मान को बुझा जाए जेतु लेखा अछि आमे देखि परबा 2 प्रकार तीर रु गोटे तीर होउची पिला माने आ पिला माने होउछंती तीर आज्ञा गीत संहिता 127 तार 4 पद लेखा अछि पढंतु टिके यौवनर संतान गणर वीर पुरुषर हस्तस्थित तीर सदृश्य यौवनर संतान गण वीर पुरुषर हस्तस्थित तीर सदृश माने यौवन काल रे जो संतान संतति आपण जन्म करूछंती वीर हाथ रे प्रभु गुटे तीर दे देले ए वीर होछंती आपण माने बापा मां ए वीर हाथ रे कोन देले तीर गुटे देले पुओ की झियो जहा भी हो पुओ हो कि झियो हो पुओ रूप तीर कि झियो रूप तीर आपण हाथ रे दे देले आपणकर पुओ बा झियो को आपण गुटे वीर हिथिबा सकासु आपण एही तीर को को जगह को बिंदिबे आपण ता डिसाइड करबा पड़िबो कारण आपण जणे वारियर अटंती वीर अटंती जे कि युद्ध करि पारे से यौवन कालर संतान गण को से लक्ष्य स्थल को पठाई पारे सेति पय मु कहिबा को चाहे यौवन काल रे बल शक्ति थाए ज्ञान थाए आपण कसे जाओ कहले 10 कस जाई पारंती ए प्रकार बल थाए ए प्रकार समय रे आपण कोन करि पारिबे आपण प्रभुंकर द्वारा दिया जाइथिबा गुटे तीर जे कि आपनकर पुओ झियो अटंती ताको आपण व्यवहार करि पारिबे आज बापा मां माने कोन करछंती अनेक पुओ झियो माननकु अनेक प्रकार जगत रे से माने जगत आड़े ठेली देले विपत गमन ठेली देले असुचिता आड़े ठेली दैछंती आज्ञा से तीर को यीशुक निकट को बिंदी पारि नाहंती ताहा बड़ दुखर विषय अटे ते मु कहबा को चाहे एई तीर को एई पिला माननकु आमे कोन करबा यीशुक ऊपर को आमे बिंदीबार आवश्यकता रहिछि आ द्वितीय नंबर विषय मु कहबी एनीबॉडी रेडी टू बी यूज्ड बाय गॉड जे कोनोसी लोक प्रभु को द्वारा व्यवहृत हेबा को अछि ही मस्ट बी होली से पवित्र हेबा आवश्यकता रहिछि आ देखंतु द्वितीय तीर किए माने पास्टर सुसमाचार प्रचारक बा प्रेरित बा शिक्षक ए मानकु मध्य बा विश्वासी शिष्य ए मानकु मध्य तीर बोली की कहा जाए आज्ञा ए मानकु देखंतु प्रभु तीर स्वरूपे व्यवहार करिसंती आमे जदि देखिबा हबकुक 3 तार 11 पदर लेखा अछि जल्दी पढंतु तुम्भर बाण स्वरूप दीप्तिर गति रे तुम्भर झलमल वर्षार तेज रे सूर्य व चंद्र आपण आपण वासस्थान रे स्थगित होइकी रहिले देखंतु आज्ञा परमेश्वरंकर लोक माननकु से झलमल वर्षा से बाण स्वरूप तीर स्वरूप करी से व्यवहार करुछंती जड़े व्यक्ति उदाहरण मु देवी जड़े व्यक्ति को परमेश्वर कौन कले ताहांकर झलमल वर्षा सूर्य व चंद्र को स्थगित करिथिला से होचंती जियोसे आज्ञा जियोसे तार 10 अध्याय 12-13 पद जदि पढ़िबे सेटार लेखा अछि से कौन कले जियोसे जते बेले युद्ध करुथिले युद्ध समय रे कौन हैला
এই সূর্য অস্ତ ହେବା ପାଇଁ ଯାଉଥିଲା ସେଇ ସମୟରେ ସେ କହୁଛନ୍ତି ହେ ସୂର୍ଯ୍ୟ ତୁମେ ଯେଉଁ ସ୍ଥାନରେ ଅଛ ସେଇ ସ୍ଥାନରେ ସ୍ତବ୍ଧ ହେଇକି ରହିଯାଅ ତାପରେ ଯୁଦ୍ଧ କଲେ ପୁଣି ସେମାନଙ୍କୁ ପରାଜୟ କରିଛନ୍ତି ଠିକ ପଢିବା ଆମେ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ଇମରିୟ ମାନଙ୍କୁ ସମର୍ପଣ କରିବା ଦିନ ସଦାପ୍ରଭୁ ଜିହୋଶିଆଙ୍କୁ କହିଲେ ପୁଣି ସେ ଇସ୍ରାଏଲଙ୍କ ସାକ୍ଷାତରେ କହିଲେ ସୂର୍ଯ୍ୟ ଗିବିୟନ ଉପରେ ତୁମେ ସ୍ତବ୍ଧ ହୁଅ ଆଉ ଚନ୍ଦ୍ର ଅୟାଲନର ତଳ ଭୂମିରେ ସ୍ତବ୍ଧ ହୁଅ ତହିଁରେ ସମସ୍ତ ଇସ୍ରାଏଲ ଲୋକମାନେ ଆପଣା ଶତ୍ରୁ ମାନଙ୍କର ପ୍ରତିଶୋଧ ନେବା ପର୍ଯ୍ୟନ୍ତ ସୂର୍ଯ୍ୟ ସ୍ତବ୍ଧ ହେଲା ଓ ଚନ୍ଦ୍ର ସ୍ଥଗିତ ହେଲା ଦେଖନ୍ତୁ ଆଜ୍ଞା ଝଲମଲ ବର୍ଷା ତେଜମୟ ତୀର ସ୍ୱରୂପେ ସଦାପ୍ରଭୁ ପରମେଶ୍ୱର ଜିହୋଶିଆଙ୍କୁ ବ୍ୟବହାର କରୁଛନ୍ତି ତେଣୁ ମୁଁ କହିବା ପାଇଁ ଚାହେଁ ଯଦି ପରମେଶ୍ୱର ଜିହୋଶିଆଙ୍କୁ ବ୍ୟବହାର କରିପାରିଲେ ଯଦି ପରମେଶ୍ୱର ମଶାଙ୍କୁ ବ୍ୟବହାର କରିପାରିଲେ ଯଦି ପରମେଶ୍ୱର ଦାଉଦଙ୍କୁ ବ୍ୟବହାର ସାମସନଙ୍କୁ ବ୍ୟବହାର କରିପାରିଲେ କାହିଁକି ଆଜ୍ଞା ଆପଣଙ୍କୁ ବ୍ୟବହାର କରିବେ ନାହିଁ ମୁଁ ଆଶା କରୁଛି এই ବାକ୍ୟ ଦ୍ୱାରା ଆପଣମାନେ ନିଶ୍ଚିତ ଭାବରେ ଆଶୀର୍ବାଦ ପ୍ରାପ୍ତ ହେଇଥିବେ ଗଡ୍ କ୍ୟାନ୍ ୟୁଜ ୟୁ এই ବାକ୍ୟ ଦ୍ୱାରା ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ